ଜୁନାନୀଠାରେ ଉଦ୍ଘାଟନ ହେଲା ଜୈବିକ ସାଧନ କେନ୍ଦ୍ର। ନୂଆପଡ଼ା ଜିଲ୍ଲା ଏକ କୃଷିଭିତ୍ତିକ ଜିଲ୍ଲା। ଏହି ଜିଲ୍ଲାରେ ଅନେକ ପରିବାର ରହିଛନ୍ତି, ଯେଉଁମାନେ କି ସମ୍ପୂର୍ଣ୍ଣ ଚାଷ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଆଜିକା ସମୟରେ ପାଣିପାଗର ପ୍ରତିବନ୍ଧକ ସୃଷ୍ଟି ହୋଇ ଚାଷ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହୋଇଥାଏ। ତଥାପି ବିଭିନ୍ନ କୌଶଳ ପ୍ରୟୋଗ କରି, ବିଭିନ୍ନ ଜୈବିକ ସାର ପ୍ରୟୋଗ କରି ଯେତିକି ଚାଷ ଉତ୍ପନ୍ନ କରୁଛନ୍ତି, ଜୈବିକ ସାର ପ୍ରୟୋଗରେ ଯେଉଁ ମାଟିରେ ଚାଷ କରି ଦିନେ ଚାଷୀ ଭାଇ ଚାଷ କରି ସୁନାର ଫସଲ ଫଳାଇଥାନ୍ତି, ଚାଷ କାର୍ଯ୍ୟରେ ନିୟୋଜିତ ହୋଇ କ୍ଷେତରେ ସୁନାର ଫସଲ ଫଳାଇଥାନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଞ୍ଚାୟତର ଜୁନାନୀ ଗ୍ରାମର ଗୋଷ୍ଠୀ ଗୃହଠାରେ ଉଦ୍ଘାଟନ ହୋଇଯାଇଛି ଜୈବିକ ସାରର ଜୈବିକ ସାଧନ କେନ୍ଦ୍ର। ଏହି ଜୈବିକ ସାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଦି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମୀନା ଜଲ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ଏଗ୍ରିକଲଚର ଅଫିସର ଶରତ ଚନ୍ଦ୍ର ଦୀପ, ବିଟିଏମ୍ ହରସା କମ୍ପାନୀର ବିବେକ ଲାଠର ଯୋଗ ଦେଇଥିଲେ। ମା ଭବାନୀ ଏସ୍ଏଚ୍ଜି ଗ୍ରୁପ ମୁଖ୍ୟ ନିରୁପମା ପଟେଲଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା। ବିଶେଷ କରି ଏହି ଉଦ୍ଘାଟନୀ ଉତ୍ସବରେ ମହିଳାମାନଙ୍କ ଉପସ୍ଥିତି ଅଧିକ ରହିଥିବା ଦୃଷ୍ଟିଗୋଚର ହୋଇଥିଲା। ସମସ୍ତେ ଚାଷକୁ ଭଲ ପାଉଥିବା ଏବଂ ଚାଷକୁ ଆପଣାର କରି ନିଜ ନିଜ ପରିବାରକୁ ଆଗକୁ ନେବାରେ ସାହାରା ହୋଇଥିବା ଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି। ବାଦି ଗ୍ରାମ ପଞ୍ଚାୟତର 9ଗୋଟି ଏସ୍ଏଚ୍ଜି ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଜୈବିକ ସାର କିପରି ଭାବରେ ତିଆରି ହେବ ଏବଂ କ'ଣ କ'ଣ ଜିନିଷ ଦରକାର ହେବ, ସେହି ବିଷୟରେ ଚାଷୀକୂଳଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଇଥିଲେ। ଜୈବିକ ସାର ବ୍ୟବହାର କରି ଚାଷର ଉନ୍ନତି ଆଣିବା ପାଇଁ ଚାଷୀକୂଳ ଖୁବ୍ ଆଗ୍ରହ ସହକାରେ ଆଲୋଚନାକୁ ଗୁରୁତ୍ୱ ଦେଉଥାନ୍ତି। ପ୍ରାକୃତିକ ଉପାୟରେ ଜୈବିକ ସାରକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ପ୍ରଣାଳୀକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଚାଷୀକୂଳଙ୍କୁ ବୁଝାଇଥିଲେ। ମଣିଷ ସମାଜ କିପରି ସୁସ୍ଥ ଜୀବନଯାପନ କରି ସୁସ୍ଥ ଓ ନିରୋଗ ଜୀବନ ବିତାଇ ପାରିବେ, ସେଥିପାଇଁ ଜୈବିକ ସାରକୁ ଆପଣାର କରିବାକୁ ପଡ଼ିବ। ବିଭିନ୍ନ ଗଛ ଓ ପତ୍ର ଦ୍ୱାରା ଜୈବିକ ସାର ତିଆରି ପାଇଁ ବିଶେଷ କରି ଲିମ୍ବପତ୍ର, ଅରଖପତ୍ର, ଆତପତ୍ର, ଗାଈମୂତ୍ର, ଗୋବର ମୁଖ୍ୟତଃ ଆବଶ୍ୟକ ପଡ଼ିଥାଏ। ତେଣୁ ପ୍ରତ୍ୟେକ ଚାଷୀ ଖୁବ୍ ସହଜ ଉପାୟରେ ଏବଂ ସୁବିଧାରେ ଏହି ଜୈବିକ ସାର ପ୍ରସ୍ତୁତ କରିପାରିବେ ବୋଲି ଚାଷୀକୂଳ ଆଗ୍ରହ ପ୍ରକାଶ କରିଛନ୍ତି। ଏମିତି ଏକ ଜୈବିକ ସାର ହାଣ୍ଡି ଖତ, ନିମାସ୍ତ୍ର, ବ୍ରାହ୍ମସ୍ତ୍ର, ଆଗ୍ନେସ୍ତ୍ର, ହଳଦିଆ କଡ୍, ନୀଲକଡ୍, ଡ୍ରାଇକୋଡର୍ମା, ଭିରିଡି, କମ୍ପୋଜର ଓ ମାଛ ଟନିକ୍ର ଆବଶ୍ୟକତା ହୋଇପାରିବ। ଏହି ଜୈବିକ ସାର ଧାନ ଚାଷ ସହିତ ପନିପରିବା ଚାଷ ପାଇଁ ଖୁବ୍ ଉପଯୋଗୀ ହେଉଥିବା ବେଳେ ଚାଷୀ ଭାଇ ଏହି ସାର ବ୍ୟବହାର କରି ନିଜର ଫାଇଦା ଉଠାଇ ପାରିବ ବୋଲି ଆଶା କରାଯାଉଛି। ଆର୍ପିଏମ୍ ମେଘା ସେଲଭ, ବିପିଏଲ୍ ଦିନେଶ ଚଲାନ, ଏମ୍ଆଇଏସ୍ ସାହିଲ ବାରିକ, ସିସି ତାପସ ଭଇ ଓ ସେଲ୍, ପିଏମ୍ବିକେ ଓ ଏସ୍ଏଚ୍ଜି ମାମାନେ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ। ଖୁବ୍ ଉତ୍ସାହ ସହକାରେ ଏହି ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଚାଷୀମାନେ ଖୁବ୍ ଆନନ୍ଦ ଉପଭୋଗ କରୁଥିବା ଜଣାପଡ଼ୁଥିଲା। ଜୈବିକ ସାରର ବ୍ୟବହାରକୁ ଚାଷୀ ଗୁରୁତ୍ୱ ଦେଇପାରିଲେ ଉତ୍ତମ ଫସଲ ଅମଳ କରିବା ସହିତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଫସଲ ପାଇପାରିବେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ୍।